কিয়েছে সেটা সত্য তো এখন তো গোপপুরে বঞ্চিছে সে এগুলো গোটিয়ে মা যেତେବେଳେ সেই ଗୋପପୁରେ ଆଜ୍ଞା ମାଟା ଆଜ୍ଞା ବଞ୍ଚିଛି କିନ୍ତୁ ମାଟା ଆଜି ଜଣକୁ ଖୋଜୁଛି ମା କାହା ଖୋଜେ ତା ପୁଅକୁ ଖୋଜୁଛି ବନ୍ଧୁ ଯେତେବେଳେ ଆଜି ମାଟା ଆଜି ତାର ପୁଅକୁ ଖୋଜୁଛି କାଉଣ୍ଡି ପିଣ୍ଡ ଜଙ୍ଗଲଟା ଆଜ୍ଞା କାଉଣ୍ଡି ପିଣ୍ଡ ଜଙ୍ଗଲ ଭିତରେ ବୁଲି ବୁଲି ଖୋଜୁଛି ହେଲେ ତା ପୁଅକୁ ଆଜି ସେ ମା ପାଉନି ଯଦି ତା ପୁଅକୁ ଆଜି ସେ ପାଉନି बोला हे धन आज मु आज केते थरा मु तो से पिले आज प्रोग्राम हो जाई छी तू बन को जते बे धन चलिया तू जाऊ टिके देरी हेले मु को तो जाई छी तू आज तो मां बिरा कुछ के मां डाक को करे बाजुनी अंधार हो गेले धन मु पर जाउथिलो धबाट तो खोजिया पई का बोला हे धन ला तू तो डरू थाऊ अंधार रखू हे तो रखे जाऊ पारे रखे जाऊ गरुरे भला रखे जाऊ ओरे तो गन
ଯେତେବେଳେ ହିଆ ପୁତ୍ର ଶୁଣିଲାନି ହେ ଧନ ତୁ ପରା ଜୀବନର ବଳିତ ତୁ ପରା ଧରା ସ୍ଥଳ ଉଡି ଯେ ମାକୁ ଛାଡି ଆଗେ ଧନ ତୁ କୁଆଡେ ଗଲୁ ଖରୁଛି ଗୋପ ପୁରା କେହି ନାହାନ୍ତି ନନ୍ଦ ଯଶୋଦା ନାହାନ୍ତି ଗୋପୀ ଗୋପାଳ ନାହାନ୍ତି ଅପମାନବତୀ ନାହାନ୍ତି ପ୍ରିୟତମା ନାହାନ୍ତି ମା ହିସାବରେ ତ ମୁଁ ଡାକୁଥିଲି ଯଦି ମା ଡାକ ତ କଣ୍ଡରେ ବାଚିଲା ଯଦି ସଂସାରରେ ମୋ ପୁଅ ନାହିଁ ତାହେଲେ ମାଟା କାହିଁକି ବୁଝି ଏ ମାର ଜୀବନକୁ ମୁଁ ଆଜି ରଖିବିନି ଯାଉଛି ଯମୁନା ଜଳରେ ମୋ ଜୀବନକୁ ମୋ ବିସର୍ଜନ କରିଦେବି ପୁତ୍ର ପୁତ୍ର ବୋଲି କାନ୍ଦୁଛି ଜନନୀ ସେ ଜୀବନକୁ ବିସର୍ଜନ କରିବା ବୋଲି ଆଜ୍ଞା ଯମୁନା ଜଳରେ ବସୁଛି জীবনକୁ বিসর্জন କରିବା ପାଇଁ ଆଗେ ଯମୁନା ଜଳରେ ଆଗେ ପଶି ଯାଇଛି ନାରଦ ଯାଉଥିଲେ ନାରଦ କହିଲେ କଣ ହେଲା ମାଟା ତା ପୁଅକୁ ଆଗେ ଖୋଜୁଛି ପୁଅକୁ ନ ପାଇବାରୁ ଜୀବନକୁ ବିସର୍ଜନ କରିବା ପାଇଁ ଆଗେ ଯମୁନା ଜଳରେ ପଶି ଯାଇଛି ଆଜ୍ଞା ପହଞ୍ଚିଲେ ନାରଦ ଅଛି ଯେତେବେଳେ ମା ପାଖରେ ପହଞ୍ଚିଲେ କହିଲେ ମା ତୁ କୋଉ ପୁଅକୁ ଖୋଜୁଛୁ ବୋଲି ଆଜ୍ଞା କାହାକୁ ପାଉନୁ ମା କହିଲା ମୋ ପୁଅ ନା କଣ ଶୁଣିବେ କେଶବକୁ ସାରି ଅଟେ ତା ନାମ କେଶବକୁ ସାରି ଅଟେ ତା ନାମ ଆସୁଥିଲା ହଇଲା ଭ୍ରମ ଯେ କେଶବକୁ ସାରି ଅଟେ ତା ନାମ ପୁଣି ହଉଛି କେଶବକୁ ସାରି କେଶବକୁ ସାରି କେଶବକୁ ସାରି ନା ମୋ ପୁଅ ଅଛି ମୋ ପୁଅ କୋଉଠି ଅଛି ଯୋଉଠି ତୁ ଯାଇପାରିବୁ ତୋ ପୁଅ କୋଉଠି ଅଛି ଏଠୁ ଅନେକ ଦୂର ତତେ ଯିବାକୁ ପଡିବ ନା ମୁଁ ମା ମୋ ପୁଅକୁ ଖୋଜିବାକୁ ଯିବି ଯେତେ ଦୂର ପଡୁ ଯିବି କେତେ ଦୂର ଯେତେ ଦୂର ପଡୁ ସିନ୍ଧୁ ତଟେ ଶ୍ରୀ ପୁରୁଷ ତମ କ୍ଷେତ୍ର सिंधु तटे श्री पुरुषोत्तम क्षेत्र राज सिंधु तट गोटे समुद्र कूल श्रीक्षेत्र बोली गोटे देश अच्छे तो हे बंधु से श्रीक्षेत्र को गले बहुत पाई कथा कहले मो पु आउ कोठी अछि मु जते बेले तार मां निश्चित भाव में मो पुओ को देखिया बुझबी मां आसिला
ପୁଣି ଆଙ୍କର କିଛି ନାହିଁ ନା ହାତ ନାହିଁ ଆଙ୍କର ଗୋଡ଼ ଠିକ ନାହିଁ ହାତ ନାହିଁ ଗୋଡ଼ ନାହିଁ କିଛି ନାହିଁ ନା ଇଏ ମୋ ପୁଅ ନା ଏ ମୋ ପୁଅ ଇଏ ମୋ ପୁଅ ନୁହଁ ମୋ ପୁଅର ବେଶଟା ଯେମିତି ମୁଁ ଜାଣିଛି କେମିତି ବେଶ ଗୋଟେ ବେଳା ଆଜ୍ଞା ଭଙ୍ଗା ଗୋଟେ ବେଳି ପଡିଛି ପଛରେ ମହିଳା କୁଣ୍ଡକା ଅଛି ପଛରେ ବହନ ମନସି ଅଛି ଖାଲି ଏତେବେଳେ ଆଜ୍ଞା ବହନ ମନସି ବଜେଇ ଦିଏ ଗୋପାଳ ହୃଦୟ ଆଜ୍ଞା ସିଏ ସୃଷ୍ଟି ହୁଏ ଯେତେବେଳେ ମା ଫେରିଲା ପଛପଟୁ ଆମର ଡାକିଲା କହିଲା ମା ଶୁଣ 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 ତୁ ଯୋଉଥିପାଇଁ ଆସିଥିଲୁ ମୁଁ ଜାଣିଛି ଏଇଠି ଅଛି ମା ପଛକୁ ବନେଇଲା ଯେତେବେଳେ ମା ପଛକୁ ବନେଇଲା ଦେଖିଦେଲା ମେଘନାଥ ପାଚିରି ପଟେ କାଉଟ ବସିଛି ଯେତେବେଳେ ଦେଖିଦେଲା ମେଘନାଥ ପାଚିରି ପଟେ କାଉଟ ବସିଛି ମା କହିଲା ହେ ଚଣ୍ଡା ପତି କାକ ମତେ ତୁ ମା ବୋଲି ଡାକୁଛୁ ପୁଣି ମିଛ କଥା କହୁଛୁ ମା ଆଗରେ ପୁଅ ଆଗରେ ମିଛ କଥା କହିବୁ ସବୁ ସତ କଥା ସବୁ ସତ କଥା କହିଲେ ମା ସେ ଟେଷ୍ଟ ଦେଲେ ସର୍ବ କହିବ ତେଣୁ ଯଦି ତୁ ମତେ ମା ବୋଲି ଡାକିଲି ଚଣ୍ଡା ପତି କାକ କୋଉଠି ମୋ ପୁଅ ଅଛି ତୁ ଟିକେ ଦେଖେଇ ଦେ ଯାହାକୁ ତୁ ଦେଖିଲୁ କି ସେ ତୋ ପୁଅ ଆଉ କାହାକୁ ଡାକିବି ମିଳିଲେନି ତୁ ସହଜରେ ଗୋଟେ ଚଣ୍ଡା ପକ୍ଷୀ ପୁଣି କହୁଛୁ ମୋ ପୁଅ ହଉଛି ସିଏ ଇଏ ମୋ ଭାଇ ପାରିବନି ମୁଁ ପ୍ରମାଣ ଦେବି ଇଏ ହଉଛି ତୋରି ଏମିତି ଜଗନ୍ନାଥ କହିଲା ଇଏ ମୂରତି ଜାରି জগন্নাথ মূর্তি তাহলে জগন্নাথ কেবল চারি যুগ যদি আজ্ঞা চারি যুগর ঠাকুর সেদিন কাকর লেখা কইলা মা ইয়ে হচ্ছে সেই পুଅ কেমিতিকা অচি রাজ কলা ইয়া মূর্তি কি কাহা ସତ୍ୟ
ଯେତେବେଳେ କହିପାରିବା ପ୍ରଭୁ ବିଷ୍ଣୁ ନାରାୟଣ କୃଷ୍ଣ ବୈକୁଣ୍ଠ ବିଶ୍ୱସଭା জনার্দন উপেন্দ্র ইন্দ্রাবরজ সপ্তপাণি চতুর্ভুজ পদ্মনাভ মধুরূপ ত্রিবিক্রম দেবতী রমণ রাম তাপফল তথাপি বলিবিনি ମୋ ପୁଅ ବୋଲିକି ମୋ ପୁଅକୁ ଯଦି ମୋ ପୁଅ ବେଶରେ ନ ଦେଖିବି ତାହେଲେ ମୁଁ ମାକୁ ବିଶ୍ୱାସ କରିବି ଆଜ୍ଞା ଆଉ ଆଜ୍ଞା ହତାଶ ହେଲା ମାକୁ ମତେ କେମିତି ବୁଝାଇବି ମା ଆଉ ତ ପ୍ରମାଣ ଦେବୁ କଣ କେମିତି ପ୍ରମାଣ ଦେବି ଭାଗବତ ଅଛି ଜଗନ୍ନାଥ ଷୋଳ କଳା କଳା ଏ ତମୁ କଳା ଏ ନନ୍ଦ ବଳା ତମୁ କଳା ଏ ନନ୍ଦ ବଳା ତମୁ କଳା ଏ ନନ୍ଦ ବଳା ଜଗନ୍ନାଥ ହଉଛନ୍ତି ଷୋଳ କଳା ଠାକୁର ତମୁ କଳା ଏ ନନ୍ଦ ବଳା ଯୋଉ ଗୋଟିଏ କଳା ଆସିଲାନି କି ନନ୍ଦ ବଳା ତ ପଳେଇ ଆଜ୍ଞା ସେତିକିରେ ବି ହେଲାନି କେମିତି ହେଲା କଳାକୁ ଷୋଳ ଭାଗ କରି ଗୋପେ ବିହରେ ନର ହରି ଗୋପେ ବିହରେ ନର ହରି ଗୋପେ ବିହରେ ନର ହରି ମାନ ପୂର୍ଣ୍ଣ ଜଗନ୍ନାଥ ହଉଛନ୍ତି ଷୋଳ କଳା ତା ଦେହରେ ଆଜ୍ଞା ଗୋଟିଏ କଳା ଆସିଲା ସେ ଗୋଟିଏ କଳା ଆଜ୍ଞା ଷୋଳ ଭାଗ ଭାଗରୁ ଗୋଟିଏ ଭାଗ ହଉଛନ୍ତି ତୋ ପୁଅ ଏବେ ମାନୁ ତୋ ପୁଅ ବୋଲି ହେଇପାରିବ ମୋ ପୁଅକୁ ତ ଆଗ ସାମୁ ଦେଖା କହିଲା ମା ମୁଁ ହେଇପାରିବିନି ମା ଫେରିଲା ମା ଯେତେବେଳେ 22 ମାସ ତଳକୁ ଆସିଗଲା ଜଗନ୍ନାଥ ପାଖରୁ କେହି ଫେରିବେନି ମା କହୁଛି ଏତେ ବାଟ ସବୁ ଫେରିକି ଦେଇ ବୋଲି ଚିନ୍ତା କଲେ ଯଦି ମୋ ମାକୁ ତା ପୁଅ ବେଶରେ ମୁଁ ଦେଖା ନହେବି ସବୁ ବାହୁଡ଼ା ହେଇଯିବ ଇଏ ଭକ୍ତର ଆଜ୍ଞା କେବେ ଦଶ ରହିବେନି ଭଗବାନ ପାଖରେ ଦଶ ରହିବେନି କହିଲା ବନ୍ଧୁ ଜଗନ୍ନାଥ ଆଜ୍ଞା ପଛକୁ ଡାକିଲେ କେମିତି ଡାକିଲେ ସେହି ବାଳୁତ ଶ୍ରୀକୃଷ୍ଣ ବେଶକୁ ଧାରଣ କଲା ଆଜ୍ଞା ଜଗନ୍ନାଥ ସେହି ଯେ ବେଶକୁ ଆଜ୍ଞା ଧାରଣ କରି ପଛକୁ ଡାକିଲେ କହିଲେ ମା ଗୋପପୁରରେ ଆଜ୍ଞା ନନ୍ଦ ଯଶୋଦା ନଥିଲେ ଗୋପୀ ଗୋପାଳ ନଥିଲେ ଅଷ୍ଟପଟ ବଂଶୀ ନଥିଲେ ପ୍ରିୟତମା ଅମର ନଥିଲେ ପ୍ରିୟତମା ଗୋପାଳ ନଥିଲେ ହେଲେ ମା ତୁ ବଞ୍ଚିଛୁ ଯେତେବେଳେ ତୋ ପୁଅକୁ ଖୋଜି ଖୋଜି ଏଠି ପହଞ୍ଚିଛୁ ଯୋଉ ଉଦ୍ଦେଶ୍ୟରେ ଖୋଜୁଛୁ ଯଦି ସେ ଉଦ୍ଦେଶ୍ୟରେ ମୁଁ ତୋର ପୂର୍ଣ୍ଣ ଦେବି ତାହେଲେ ମୁଁ ବି ଖାଇବ ଆଗେ ଦେଖେ ଏବେ ତ ମୋତେ ପୁଅଠି ଏବେ ହେଉଛି ତୁ ମୋ ପୁଅ ଯେତେବେଳେ ମା ପୁଅ ଏକର୍କ ହେଲେ ଆଜ୍ଞା ଏଠି ଠାକୁର କହିଲେ ମା ଯଦି ଗୋପପୁରରେ କେହି ନାହାନ୍ତି ତୁ ମୋତେ ଖୋଜିକି ଆସି ଏଠି ପହଞ୍ଚିଲୁଣି ମା ତୋର ମୁଁ ଗୋଟେ କୃତି ରଖିବି କଣ କୃତି ରଖିବୁ ତୋ ପୁଅ ନାଁ ଗୋଟେ କୁଣ୍ଡ କରିବି ମୋ ମା ନାଁରେ ମୁଁ ଗୋଟିଏ କୁଣ୍ଡ କରିବି ସେ ମା ନାଁରେ କୁଣ୍ଡ କଲେ ମା ନାଁ ଥିଲା ରୋହିଣୀ ସେଦିନ ମା ନାଁରେ କୁଣ୍ଡ ହେଲା ନାଁ ଲାଗେ ରୋହିଣୀ ମାନେ ପୁଅରେ ଯଦି ମୋ ନାଁରେ କୁଣ୍ଡ କରୁ ନାଁ କୁଣ୍ଡ କଲେ ରୋହିଣୀ କୁଣ୍ଡ କଲେ ଆବଶ୍ୟକତା କଣ ନା ମା ଯେତେବେଳେ ମନ୍ଦିର ଯିଏ ପ୍ରବେଶ କରିବ ପ୍ରଥମ ଜଳପାନ ଯିଏ କରିବ ରୋହିଣୀ ପ୍ରବେଶ ମୁକ୍ତି ପାଇବ ନା ପରୀକ୍ଷା କେମିତି ହବ ମୁକ୍ତି ପାଇଲା ବୋଲି ପ୍ରଥମ ଯିଏ ରୋହିଣୀ କୁଣ୍ଡରେ ସ୍ନାନ କରିବ
ଜୟ